ବନ୍ଧୁଗଣ, ଆଜିଠାରୁ କିଛି ରାଶିଙ୍କର ଭାଗ୍ୟ ଭଗବାନ ଶନିଦେବଙ୍କ କୃପାରୁ ଚମକିବାକୁ ଯାଉଅଛି। ଏମାନଙ୍କର ସବୁ ଆର୍ଥିକ ସମୟ ଦୂର ହେବାକୁ ଯାଉଅଛି। ଏମାନଙ୍କର ସବୁ ମନସ୍କାମନା ଦୂର ହେବାକୁ ଯାଉଅଛି। ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା। ସମସ୍ତ ସୃଷ୍ଟିର ପ୍ରାଣୀମାନଙ୍କୁ ତାଙ୍କର କର୍ମ ଅନୁଯାୟୀ ଶନିଦେବ ଫଳ ପ୍ରଦାନ କରିଥାନ୍ତି। ଭଗବାନ ଶନି ସୂର୍ଯ୍ୟଦେବଙ୍କ ତଥା ମାତା ଛାୟାଙ୍କର ପୁତ୍ର ଅଟନ୍ତି। 9ଟି ଗ୍ରହ ମଧ୍ୟରୁ ଶନିଙ୍କୁ ସବୁଠାରୁ ଉଗ୍ର ଓ କ୍ରୂର ଗ୍ରହ ଭାବେ ବିବେଚନା କରାଯାଏ। ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ। ବୃଷ ରାଶି। ଏହି ରାଶିର ଜାତକରେ ଧନ ଲାଭର ଯୋଗ ଅଛି। ବେପାରୀଙ୍କ ପାଇଁ ବେପାର କ୍ଷେତ୍ରରେ ଧନ ଲାଭର ସମ୍ଭାବନା ଅଛି। ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳ ହେବେ। ଏହି ଯୁଗ ପରେ ଆପଣଙ୍କର ଟଙ୍କାର ଅଭାବ ରହିବନି। ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପାଇବେ। ସିଂହ ରାଶି। ଏହି ରାଜଯୁଗ ଆପଣଙ୍କ ପାଇଁ ଖୁବ୍ ଭଲ ରହିବାର ଅଛି। ଆପଣଙ୍କର ସଭା ସମୟର ଆଗମନ ହେବାକୁ ଯାଉଅଛି। ନୂଆ ଯୋଜନା ହେବାର ଅଛି। ଚାକିରି କ୍ଷେତ୍ରରେ ଲାଭ ମିଳିପାରେ। ଯଦି ଆପଣ ଲମ୍ବା ସମୟରୁ ପ୍ରମୋସନର ଅପେକ୍ଷାରେ ଅଛନ୍ତି, ତାହା ପାଇବେ। ସମାଜରେ ମାନ ସମ୍ମାନ ପାଇବେ। ସମସ୍ତେ ଆପଣଙ୍କର ରାୟ ମାଗିବେ। ମକର ରାଶି। ଆପଣଙ୍କର ଭଲ ସମୟ ଆସୁଅଛି। ସମସ୍ୟାରୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ଅବସର ଓ ଉନ୍ନତି ପ୍ରାପ୍ତ ହେବ। ଏହି ଯୁଗ ପରେ ଆପଣ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ, ଯାହା ସଠିକ୍ ଦିଗରେ କାର୍ଯ୍ୟକାରୀ ହେବ। ବେପାରୀଙ୍କ ପାଇଁ ଦିନଗୁଡ଼ିକ ଅତ୍ୟନ୍ତ ଶୁଭଦାୟକ ହେବ। ଧନ ଲାଭର ଯୁଗ ଅଛି। ତୁଳା ରାଶି। ଏହି ରାଶିର ଜାତକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପାରିବାରିକ ସମସ୍ୟା ଦୂରୀଭୂତ ହେବ। ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଅଚାନକ ଖୁସି ଖବର ପ୍ରାପ୍ତ ହେବ। ଭାଗ୍ୟ ବଳରେ ପ୍ରଗତି ଆଡ଼କୁ ଅଗ୍ରସର ହେବେ। ଆପଣଙ୍କୁ ଅଚାନକ ଧନ ଲାଭର ସମ୍ଭାବନା ଅଛି। କୁମ୍ଭ ରାଶି। ଏହି ରାଶିର ଲୋକଙ୍କ ଜୀବନରେ ଖୁବ୍ ଜଲଦି ଶୁଭ ସମୟର ଆଗମନ ହେବାକୁ ଯାଉଅଛି। ଏମାନେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ, ସେଥିରେ ସଫଳ ହେବେ। ଏମାନଙ୍କ ଜୀବନରେ ପ୍ରଭୁ ଶନିଙ୍କ କୃପାରୁ ଆର୍ଥିକ ସମସ୍ୟା ରହିବନି। ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। ବେପାରୀ ବେପାରରେ 2 ଗୁଣା ଲାଭ ପାଏ। ଚାକିରିରେ ପ୍ରମୋସନ ହେବ। ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ
ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଧନ୍ୟବାଦ। ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିବେ, କାରଣ ଆମେ ପଠାଇଥିବା ଭିଡ଼ିଓଟା ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ପ୍ଲିଜ୍ ଦୟାକରି।